ଆର୍ଯ୍ୟ ଓ ବୈଦିକ ଅବସ୍ଥାନ ପରିଚୟ। ଆର୍ଯ୍ୟ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି ଉଚ୍ଚ ବଂଶଜ ବା କୁଳୀନ। ଆର୍ଯ୍ୟମାନଙ୍କର ମୂଳ ବାସସ୍ଥାନ ପର୍ଯ୍ୟନ୍ତ ବିବାଦୀୟ, କିନ୍ତୁ ସବୁଠାରୁ ଗ୍ରହଣୀୟ ମତ ଅନୁସାରେ ସେମାନେ ଖ୍ରୀଷ୍ଟପୂର୍ବ 2000-1500 ମଧ୍ୟରେ ମଧ୍ୟ ଏସିଆର ବିଭିନ୍ନ ଦେଶରେ ଆସି ପୂର୍ବ ଆଫଗାନିସ୍ତାନ, ଆଧୁନିକ ପାକିସ୍ତାନ ଏବଂ ପଞ୍ଜାବ ଅଞ୍ଚଳ ବସବାସ କରିଥିଲେ। ଏହି ଅଞ୍ଚଳର ଶକ୍ତି ସିନ୍ଧୁ ସିନ୍ଧୁ ଏହାର ପାଞ୍ଚଟି ଉପନଦୀ ତଥା ଜେଲମ, ଚେନାବ, ରାବି, ବ୍ୟାସ, ସତଲଜ, ସରସ୍ୱତୀ ନାମରେ ଜଣାଶୁଣା। ମଧ୍ୟ ଏସିଆ ସିଦ୍ଧାନ୍ତ ଯାହାକୁ ଏକାଧିକ ଦ୍ୱାରା ମଧ୍ୟ ପ୍ରମାଣିତ ହୁଏ, ଯେଉଁଥିରେ ଚାରି ବୈଦିକ ଦେବତା ଇନ୍ଦ୍ର, ବରୁଣ, ମିତ୍ର ଏବଂ ନାସତ୍ୟଙ୍କ ବିଷୟରେ ଉଲ୍ଲେଖ ରହିଛି। ଋଗ୍ ବୈଦିକ ବା ପ୍ରାରମ୍ଭିକ ବୈଦିକ ଯୁଗ 1500 ରୁ 1000। ପ୍ରାରମ୍ଭିକ ବୈଦିକ ଲୋକମାନେ ସପ୍ତ ସିନ୍ଧୁ ଅଞ୍ଚଳରେ ରହୁଥିଲେ। ସେମାନେ ଯମୁନା, ସରସ୍ୱତୀ ଏବଂ ଗଙ୍ଗା ସହିତ ପ୍ରାୟ 40ଟି ନଦୀ ବିଷୟରେ ଜ୍ଞାନ ଥିଲା। ସମୁଦ୍ରକୁ ସମୁଦ୍ର, ହିମାଳୟକୁ ହିମବନ୍ତ, ହିନ୍ଦୁକୁଶକୁ ପର୍ବତକୁ ପୁଞ୍ଜାବନ୍ତ, ମରୁଭୂମିକୁ ଧନୁ କୁହାଯାଉଥିଲା। ଋଗ୍ବେଦର ଉଲ୍ଲେଖିତ ନଦୀ ସମୂହ ସିନ୍ଧୁ, ଇନ୍ଦସ୍, ବିତସ୍ତା, ଜେଲମ, ଅସି, ସିନ୍ଧୁ, ଚେନାବ, ପୁରୁତ୍ରି, ରାବି, ବିପାଶା, ବ୍ୟାସ, ସୁମୁଦ୍ରି, ବେଶ, ଗୋମତୀ, କୁମୁ, କୁର୍ମୁ, ସରସ୍ୱତୀ, ଘାଘର, ସୁବସ୍ତୁ, ସୁଭା, କାବୁଲ, ନନ୍ଦିତରା, ସରସ୍ୱତୀ, ସଦାନୀରା, ଗଣ୍ଡକ। ଆର୍ଯ୍ୟମାନେ ସ୍ଥାନୀୟ ଅଧିବାସୀ, ଯାହାକୁ ଦାସ ଆର୍ଯ୍ୟମାନଙ୍କର ପ୍ରାରମ୍ଭିକ ଶାଖା ଏବଂ ଦସ୍ୟୁ ଅଧିବାସୀ କୁହାଯାଉଥିଲା, ସେମାନଙ୍କ ସହ ସଂଘର୍ଷ କରୁଥିଲେ। ଋଗ୍ବେଦରେ ଦସ୍ୟୁ ହତ୍ୟା ବା ଦସ୍ୟୁମାନଙ୍କର ବିନାଶ ବିଷୟରେ ବାରମ୍ବାର ଉଲ୍ଲେଖ ଅଛି। ଦଶ ଯୁଦ୍ଧ 10 ଜଣ ଯୁଦ୍ଧ। ଏହି ଯୁଦ୍ଧ ପରୁଷ୍ଟି ରାବି ନଦୀ କୂଳରେ ହୋଇଥିଲା। ଦିବଦାସଙ୍କ ପୁତ୍ର ତଥା କୃଷ୍ଣ ବଂଶର ଭରତ ରାଜା ଦଶଟି ଗୋଷ୍ଠୀର 5 ଆର୍ଯ୍ୟ ଏବଂ 5 ଜଣ ଆର୍ଯ୍ୟ ପୁତ୍ରକୁ ପରାସ୍ତ କରିଥିଲେ। ଏହି ଯୁଦ୍ଧ ବଶିଷ୍ଠ ଭରତମାନଙ୍କର ପୁରୋହିତ ମଧ୍ୟରେ ଥିବା ବିବାଦ ଯୋଗୁଁ ହୋଇଥିଲା। ଅର୍ଥନୀତି ଋଗ୍ ବୈଦିକ ଆର୍ଯ୍ୟମାନେ କୃଷି ଓ ପଶୁପାଳନକୁ ଏକ ମିଶ୍ରିତ ଅର୍ଥନୀତି ଆପଣେଇଥିଲେ। ପଶୁପାଳନ ସମୟରେ ପ୍ରାଥମିକ ଜୀବିକା ନଥିବା ବେଳେ କୃଷି ମୁଖ୍ୟ ସ୍ଥାନ ଥିଲା। ଋଗ୍ବେଦରେ କାଠର ଲଙ୍ଗଳ ବିଷୟରେ ଉଲ୍ଲେଖ ଅଛି। ସେମାନେ ବୁଣିବା, ଅମଳ କରିବା ଏବଂ ବିଭିନ୍ନ ଋତୁ ବିଷୟରେ ଜାଣିଥିଲେ। ଗାଈ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଥିଲା। ଋଗ୍ବେଦରେ ଯଜ୍ଞ ପାଇଁ ଗବିଷ୍ଟି ଶବ୍ଦ ବ୍ୟବହାର କରାଯାଇଥିଲା। ଗାଈ ବିନିମୟରେ ମୁଖ୍ୟ ମାଧ୍ୟମ ଥିଲା ନିଷ୍କ, ଶତମାନ ଭଳି ସୁନା ମୁଦ୍ରା ମଧ୍ୟ ପ୍ରଚଳିତ ଥିଲା। ସମୟ ମାପ ପାଇଁ ଗୋଧୂଳି ଏବଂ ଦୂରତାର ମାପ ପାଇଁ ଗବ୍ୟୁତି ପ୍ରସ୍ତୁତ ହେଉଥିଲା। ରାଜନୀତି ରାଜା ବା ରାଜନ ଗୋଷ୍ଠୀ ଶାସନ ମୁଖ୍ୟ ଥିଲେ, ଯଦିଓ ଏହି ପଦବୀ ବଂଶାନୁକ୍ରମିକ ଥିଲା। ସମିତି ନାମକ ଜନସଭା ଦ୍ୱାରା ନିର୍ବାଚନର କିଛି ପ୍ରମାଣ ମଧ୍ୟ ମିଳିଥାଏ। ସଭା, ସମିତି, ବିଦର୍ଥ ଏବଂ ଗଣ ଭଳି ଅନେକ ଗୋଷ୍ଠୀ ଭିତ୍ତିକ ସଭା ଥିଲା। ସମିତି ଜନସାଧାରଣଙ୍କ ଜାତୀୟ ସଭା ଥିବା ବେଳେ ସଭା ବରିଷ୍ଠମାନଙ୍କର ପରିଷଦ ଥିଲା। ରାଜାଙ୍କୁ ସାହାଯ୍ୟ କରିବା ପାଇଁ ପୁରୋହିତ, ଧାର୍ମିକ ପରାମର୍ଶଦାତା ଏବଂ ସେନାମୁଖ୍ୟ ଥିଲେ। କୌଣସି ନିୟମିତ କର ବ୍ୟବସ୍ଥା ନଥିଲା। ଲୋକମାନେ ସ୍ୱେଚ୍ଛାକୃତ ଭାବେ ରାଜାଙ୍କୁ ବଳି ନାମକ ଉପହାର ଦେଉଥିଲେ। ନିୟମିତ ସ୍ଥାୟୀ ସେନା ନଥିଲା। ସମାଜ ରକ୍ତ ସମ୍ପର୍କ ସମାଜର ଭିତ୍ତିଭୂମି ଥିଲା। ଲୋକମାନେ ନିଜ ଗୋଷ୍ଠୀ ପ୍ରତି ବିଶ୍ୱସ୍ତ ଥିଲେ, ଯାହାକୁ ଜନ ବା ବିଶ୍ କୁହାଯାଉଥିଲା। ବିଶ୍ ପୁଣି ଗ୍ରାମରେ ବିଭକ୍ତ ହୋଇଥିଲା। ଗ୍ରାମଗୁଡ଼ିକ ମଧ୍ୟରେ ସଂଘର୍ଷ ସଂଗ୍ରାମ ସମାଜ ମୁଖ୍ୟତଃ ପିତୃକେନ୍ଦ୍ରିକ ଥିଲା। ଏକ ପତ୍ନୀ ପ୍ରଥା ପ୍ରଚଳିତ ଥିଲା। ବାଲ୍ୟ ବିବାହର କୌଣସି ପ୍ରମାଣ ନାହିଁ। ବିଧବା ବିବାହ ପ୍ରଚଳିତ ଥିଲା। ଲୋକମାନଙ୍କର ରଙ୍ଗ ପାଇଁ ବର୍ଣ୍ଣ ଶବ୍ଦ ବ୍ୟବହୃତ ହେଉଥିଲା, ଯାହାକୁ 4 ଭାଗରେ ବିଭକ୍ତ କରାଯାଇଥିଲା। ବ୍ରାହ୍ମଣ, ଶିକ୍ଷକ ଓ ପୁରୋହିତ, କ୍ଷତ୍ରିୟ, ଶାସକ, ପ୍ରଶାସକ, ବୈଶ୍ୟ, କୃଷକ, ବଣିକ, ଶୂଦ୍ର, ଶିଳ୍ପୀ ଓ ଶ୍ରମିକ। ଋଗ୍ ବୈଦିକ ଦେବତା
ବୈଦିକ ଲୋକମାନେ ପ୍ରକୃତି ପୂଜାରେ ବିଶ୍ୱାସ କରୁଥିଲେ, ମନ୍ଦିର ବା ମୂର୍ତ୍ତି ପୂଜାରେ ନୁହେଁ। ସେମାନେ ଖୋଲା ସ୍ଥାନରେ ଯଜ୍ଞ କରୁଥିଲେ, ସୋମକୁ ଉଦ୍ଭିଦର ଦେବତା ମାନୁଥିଲେ ଏବଂ ନିଶା ଦ୍ରବ୍ୟର ନାମ ମଧ୍ୟ ତାଙ୍କ ନାମରେ ଥିଲା। ଋଗ୍ବେଦର ନବମ ମଣ୍ଡଳ ସୋମମଣ୍ଡଳ ସୋମଙ୍କୁ ସମର୍ପିତ। ପ୍ରମୁଖ ଦେବୀ ଥିଲେ ଅଦିତି ଏବଂ ଉଷା। ଦେବତା ଇନ୍ଦ୍ର, ପୁରନ୍ଦର, ଦୁର୍ଗ ବିନାଶକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଗ୍ନି, ଅଗ୍ନି ଦେବତା, ବରୁଣ, ଜଳ ଦେବତା, ପ୍ରାକୃତିକ ନିୟମ ରକ୍ଷକ, ସୂର୍ଯ୍ୟ, ସାତୋଟି ଘୋଡ଼ା ରଥର ଦେବତା, ସାବିତ୍ରୀ, ଆଲୋକର ଦେବୀ, ଗାୟତ୍ରୀ ମନ୍ତ୍ର ସମର୍ପିତ, ମିତ୍ର, ସୌର ଦେବତା, କୁଶାନ, ବିବାହ ଓ ଗୋରୁ ଗାଈଙ୍କ ଦେବତା, ବିଷ୍ଣୁ ତିନି ପାଦରେ ପୃଥିବୀ ମାପିଥିବା ଦେବତା, ରୁଦ୍ର ପଶୁମାନଙ୍କର ଦେବତା, ସବୁଠାରୁ ପ୍ରାଚୀନ ଦେବତା, ବିଶ୍ୱର ପିତା, ୟମ ମୃତ୍ୟୁର ଦେବତା। ବିବାହର ପ୍ରକାର ଭେଦ ବୈଦିକ ଯୁଗରେ 8 ପ୍ରକାର ବିବାହ ପ୍ରଚଳିତ ଥିଲା। ବ୍ରାହ୍ମ ସମାଜ ସ୍ତ୍ରୀର ପର ସହିତ ଯୌତୁକ ସହ କନ୍ୟା ଦାନ, ଦୈବ ଯଜ୍ଞ କରୁଥିବା ପୁରୋହିତଙ୍କୁ ଦକ୍ଷିଣା ସ୍ୱରୂପ କନ୍ୟା ଦାନ, ଆର୍ଷ କନ୍ୟାର ପିତାଙ୍କୁ କନ୍ୟା ମୂଲ୍ୟ ବଦଳରେ ବିବାହ, ପ୍ରଜାପତ୍ୟ ଯୌତୁକ କିମ୍ବା କନ୍ୟା ମୂଲ୍ୟ କନ୍ୟାଦାନ, ଗାନ୍ଧର୍ବ ପ୍ରେମ ବିବାହ, ଆର୍ଷର ପିତା ଠାରୁ କନ୍ୟାକୁ କିଣି ବିବାହ କରିବା, ରାକ୍ଷସ ଅପହରଣ କରି ବିବାହ କରିବା, ପୈଶାଚ ପ୍ରତାରଣା ବା ଅଚେତ ଅବସ୍ଥାରେ ସମ୍ପର୍କ ରଖି ବିବାହ। ପ୍ରମୁଖ ରୀତିନୀତି ରାଜସ୍ୱ ରାଜାଙ୍କ କ୍ଷମତା ବୃଦ୍ଧି ପାଇଁ କରାଯାଉଥିବା ଯଜ୍ଞ, ଯାହା ସର୍ବୋଚ୍ଚ ଶକ୍ତି ପ୍ରଦାନ କରେ ବୋଲି ବିଶ୍ୱାସ କରାଯାଉଥିଲା। ଅଶ୍ୱମେଧ ସାର୍ବଭୌମତ୍ୱ ଓ ଅଞ୍ଚଳ ଉପରେ ନିରୁକୁଶ ନିୟନ୍ତ୍ରଣ ପାଇଁ ରାଜକୀୟ ଅଶ୍ୱକୁ ମୁକ୍ତ ଛଡ଼ାଯାଉଥିବା ଯଜ୍ଞ। ବାଜପେୟ ରଥ ଦୌଡ଼ ପ୍ରତିଯୋଗିତା, ଯେଉଁଥିରେ ରାଜାଙ୍କ ରଥକୁ ବିଜୟୀ କରାଯାଏ। ପରବର୍ତ୍ତୀ ବୈଦିକ ଯୁଗ 1000ରୁ 600 ଖ୍ରୀଷ୍ଟପୂର୍ବ ଆର୍ଯ୍ୟମାନେ ପଞ୍ଜାବରୁ ଗଙ୍ଗା ଯମୁନା ଦୋଆବ ଅଞ୍ଚଳକୁ ଆର୍ଯ୍ୟ ବଂଶ ବିସ୍ତାର କରିଥିଲେ। ପରବର୍ତ୍ତୀ ବୈଦିକ ଗ୍ରନ୍ଥଗୁଡ଼ିକରେ ନର୍ମଦା, ସଦା, ନୀରା, ଚମ୍ବଲ ନଦୀ ଏବଂ ବିନ୍ଧ୍ୟ ପର୍ବତ ଉଲ୍ଲେଖ ରହିଛି। ଭାରତକୁ 3 ଭାଗରେ ବିଭକ୍ତ କରାଯାଇଥିଲା: ଆର୍ଯ୍ୟାବର୍ତ, ଉତ୍ତର ଭାରତ, ମଧ୍ୟପ୍ରଦେଶ, ମଧ୍ୟ ଭାରତ ଏବଂ ଦକ୍ଷିଣ ଭାରତ। ରାଜନୀତି ଓ ସମାଜ ଗୋଷ୍ଠୀ ସଭାଗୁଡ଼ିକର ଗୁରୁତ୍ୱ ହ୍ରାସ ପାଇଲା ଏବଂ ରାଜଶକ୍ତି ବୃଦ୍ଧି ପାଇଲା। ବିଦାଥ ସମ୍ପୂର୍ଣ୍ଣ ରୂପେ ଲୋପ ପାଇଲା। ମହିଳାମାନଙ୍କୁ ସଭାରେ ଯୋଗ ଦେବାକୁ ଅନୁମତି ମିଳିଲା ନାହିଁ। ବିଶାଳ ସାମ୍ରାଜ୍ୟ ଗଠନ ହେଲା ଏବଂ ବର୍ତ୍ତନ କ୍ରମିକ ହେଲା। ଭୂଭାଗକୁ ବୁଝାଉଥିବା ରାଷ୍ଟ୍ର ଶବ୍ଦ ପ୍ରଥମ କରି ଏହି ସମୟରେ ପ୍ରକାଶ ପାଇଲା। ସମାଜର 4 ଭାଗ ସୃଷ୍ଟି ହେଲା ଏବଂ ଜନ୍ମଗତ ବଂଶାନୁକ୍ରମିକ ହୋଇଗଲା। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର 4 ପୁରୁଷାର୍ଥ ଧର୍ମ, ଅର୍ଥ, କାମ, ମୋକ୍ଷ ହାସଲ କରିବା ପାଇଁ ଆଶ୍ରମ ବ୍ୟବସ୍ଥା ଗଠନ ହେଲା। ଜାବାଳ ଉପନିଷଦରେ ପ୍ରଥମ ଥର କରି 4 ଆଶ୍ରମ ବ୍ରହ୍ମଚର୍ଯ୍ୟ, ଗ୍ରାହସ୍ଥ, ବାନପ୍ରସ୍ଥ, ସନ୍ନ୍ୟାସର ଉଲ୍ଲେଖ ମିଳେ। ନାରୀମାନଙ୍କର ସ୍ଥିତିରେ ଅବନତି ଘଟିଲା। ଐତରେୟ ବ୍ରାହ୍ମଣ ଅନୁଯାୟୀ କନ୍ୟା ଦୁଃଖର କାରଣ ଏବଂ ପୁତ୍ର ପରିବାରର ରକ୍ଷକ, ବହୁ ପତ୍ନୀ ପ୍ରଥା ବୃଦ୍ଧି ପାଇଲା। ଦ୍ୱାଦଶ ରତ୍ନୀ ପୁରୋହିତ ଧାର୍ମିକ ମୁଖ୍ୟ, ମହିଷୀ ମୁଖ୍ୟ, ରାଣୀ ଯୁବରାଜ, ରାଜକୁମାର, ସୁତ ବା ସାରଥୀ, ରାଜକୀୟ ସାରଥୀ, ଭାଗ ସଂଗ୍ରହକାରୀ, ଅକ୍ଷଭାବ, ହିସାବ ରକ୍ଷକ, ସୋନାନୀ, ଗ୍ରାମଣୀ, ଗ୍ରାମ ମୁଖ୍ୟ, ସଂଗ୍ରହିତା, କୋଷାଧ୍ୟକ୍ଷ। ଆର୍ଥିକ ଅର୍ଥନୀତି ଓ ଧର୍ମ କୃଷି ମୁଖ୍ୟ ଅର୍ଥନୈତିକ କାର୍ଯ୍ୟକଳାପ ପାଳିଥିଲା। ଖତର ବ୍ୟବହାର ଜଣାଥିଲା। ଧାନ, ଗହମ, ବାର୍ଲି ଓ ଚିନାବାଦାମ ଚାଷ କରାଯାଉଥିଲା। ତମ୍ବା, ରୂପା ଏବଂ ଲୁହାର ବ୍ୟବହାର ଏହି ସମୟ ଆରମ୍ଭ ହେଲା। ବ୍ୟବସାୟୀମାନେ ଗଣ ଏବଂ ଶ୍ରେଷ୍ଠୀ ନାମକ ସଂଘ ଗଠନ କଲେ। ଧାର୍ମିକ କ୍ଷେତ୍ରରେ ଯଜ୍ଞ ଏବଂ ରୀତିନୀତି ଅତି ଗୁରୁତ୍ୱପୂର୍ଣ୍ଣ ହେଲା।
ପ୍ରଜାପତି ସର୍ବୋଚ୍ଚ ଦେବତା ହେଲେ ବିଷ୍ଣୁଙ୍କ ବାଳକ ଓ ରକ୍ଷାକର୍ତ୍ତା ଭାବେ ମାନ୍ୟତା ମିଳିଲା। ବୈଦିକ ସାହିତ୍ୟ ବେଦ ଶବ୍ଦ ବିଦ୍ ଧାତୁରୁ ଆସି ଯାହାର ଅର୍ଥ ଜ୍ଞାନ। ଏହାକୁ ଶ୍ରୁତି ଶୁଣିବା ଏବଂ ସ୍ମୃତି ମନେ ରଖିବା ଭାବେ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଋଗ୍ବେଦ ବିଶ୍ୱର ସବୁଠାରୁ ପ୍ରାଚୀନ ଗ୍ରନ୍ଥ। ଏଥିରେ 1028ଟି ସୂକ୍ତ ଏବଂ 10,580 ଶ୍ଲୋକ ଅଛି, ଯାହା 10ଟି ମଣ୍ଡଳ ବିଭକ୍ତ। ତିନି ମଣ୍ଡଳ ଗାୟତ୍ରୀ ମନ୍ତ୍ର ରହିଛି। ଦଶମ ମଣ୍ଡଳ ପୁରୁଷ ସୂକ୍ତରେ 4 ବର୍ଣ୍ଣର ଉତ୍ପତ୍ତି ବିଷୟରେ ବର୍ଣ୍ଣନା କରାଯାଇଛି। ସାମବେଦ ଏହା ସଙ୍ଗୀତ ଓ ସ୍ୱର ସଂକଳନ। ଏଥିରେ ଧ୍ରୁପଦ ଧ୍ରୁପଦ ରାଗ ରହିଛି। ଯଜୁର୍ବେଦ ଏହା ଯଜ୍ଞର ନିୟମ ଓ ରୀତି ସମ୍ବନ୍ଧୀୟ ଗ୍ରନ୍ଥ। ଏହାର ଦୁଇଟି ଭାଗ ଅଛି, ଶୁକ୍ଳ ଯଜୁର୍ବେଦ, କୃଷ୍ଣ ଯଜୁର୍ବେଦ। ଅଥର୍ବବେଦ ଏହା ଯାଦୁବିଦ୍ୟା, ମନ୍ତ୍ର ଏବଂ ରୋଗ ନିବାରଣ ସମ୍ବନ୍ଧୀୟ ଗ୍ରନ୍ଥ। ଗୃହ ସଂସ୍କାର, ଗର୍ଭଧାରଣ, ପୁଂସବନ, ଶ୍ରୀମନ୍ତୋନ୍ନୟନ, ଜାତକର୍ମ, ନାମକରଣ, ନିଷ୍କ୍ରମଣ, ଅନ୍ନପ୍ରସନ୍ନ, ଚୂଡାକର୍ମ, ବର୍ଣ୍ଣବୋଧ, ବିଦ୍ୟାରମ୍ଭ, ଉପନୟନ, ବେଦାରମ୍ଭ, ସମାବର୍ତ୍ତନ, ବିବାହ, ବାନପ୍ରସ୍ଥ, ଅନ୍ତ୍ୟେଷ୍ଟି, ବ୍ରାହ୍ମଣ, ଆରଣ୍ୟକ, ଉପନିଷଦ୍ ଓ ବ୍ରାହ୍ମଣ ଗ୍ରନ୍ଥ। ବେଦର ଗଦ୍ୟାତ୍ମକ ବ୍ୟାଖ୍ୟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯଜୁର୍ବେଦର ଶତପଥ ବ୍ରାହ୍ମଣ, ଆରଣ୍ୟକ ଜଙ୍ଗଲରେ ରହୁଥିବା ସନ୍ନ୍ୟାସୀ ଓ ସେମାନଙ୍କ ଶିଷ୍ୟମାନଙ୍କ ପାଇଁ ଲିଖିତ ଦର୍ଶନ। ଉପନିଷଦ ଏହାକୁ ବେଦାନ୍ତ ମଧ୍ୟ କୁହାଯାଏ। ସମୁଦାୟ 108ଟି ଉପନିଷଦ ଅଛି, ଯେଉଁଥିରେ 11ଟି ପ୍ରଧାନ। ସବୁଠାରୁ ପ୍ରାଚୀନ ଉପନିଷଦ। ବେଦାଙ୍ଗ ଓ ଉପବେଦ। 6ଟି ବେଦାଙ୍ଗ ଶିକ୍ଷା, କଳ୍ପ, ବ୍ୟାକରଣ, ପାଣିନିକ, ଅଷ୍ଟାଧ୍ୟାୟୀ, ନିରୁକ୍ତ, ଛନ୍ଦ, ଜ୍ୟୋତିଷ। 4ଟି ଉପବେଦ ଆୟୁର୍ବେଦ, ଋଗ୍ବେଦ, ଧନୁର୍ବେଦ, ଯଜୁର୍ବେଦ, ଗାନ୍ଧର୍ବ, ସାମବେଦ, ଶିଳ୍ପବେଦ, ଅଥର୍ବବେଦ, ଅଥର୍ବବେଦ। ଷୋଡ଼ଶ ନ୍ୟାୟ, ଗୌତମ, ବୈଶେଷିକ, କଣାଦ, ସାଂଖ୍ୟ, କପିଳ, ଯୋଗ, ପତଞ୍ଜଳି, ପୂର୍ବ ମୀମାଂସା, ଜୈମିନୀ, ଉତ୍ତର ମୀମାଂସା, ବାଦରାୟଣ। ପୁରାଣ ଓ ମହାକାବ୍ୟ। ସମୁଦାୟ 18ଟି ପୁରାଣ ଅଛି। ମତ୍ସ୍ୟ ପୁରାଣ ସବୁଠାରୁ ପୁରୁଣା। ମହାଭାରତ ବ୍ୟାସଦେବଙ୍କ ଦ୍ୱାରା ଲିଖିତ। ଏହା ରାମାୟଣ ଠାରୁ ପୁରୁଣା ଏବଂ ଏଥିରେ ଶେଷ 1,00,000 ଶ୍ଲୋକ ରହିଛି। ରାମାୟଣ ବାଲ୍ମୀକିଙ୍କ ଦ୍ୱାରା ଲିଖିତ, ଯେଉଁଥିରେ 24,000 ଶ୍ଲୋକ ଅଛି। ସ୍ମୃତି ଗ୍ରନ୍ଥ ମନୁସ୍ମୃତି ମାନବ ଧର୍ମଶାସ୍ତ୍ର ସବୁଠାରୁ ପ୍ରାଚୀନ ଓ ପ୍ରସିଦ୍ଧ ଆଇନ ପୁସ୍ତକ।